ଯଶୋଦା ପୁରା ବ୍ୟସ୍ତ ହୋଇ ସେ ନର୍ସ ପଛେ ପଛେ ଆସନ୍ତି। ଆଉ ସେ ନର୍ସ ଅଲଗା ରୁମ୍ରେ ରହିଯାଏ। ଆଉ ସେ ଯଶୋଦା ପୁଣି କହନ୍ତି କି ଆରେ ସେ ନର୍ସ ଏଇପଟେ ଆସିଲା, ଏବେ ସେ ଗଲା କୁଆଡ଼େ? ତାପରେ ଏବେ ତାକୁ ମୁଁ କେଉଁ କ୍ୟାବିନରେ ଖୋଜିବି? ତାପରେ ଏପଟେ ନର୍ସ ଅନୁଜଙ୍କ କ୍ୟାବିନରେ ସିଧା ପଶି ଆସେ ଆଉ ତା କାମ ଆରମ୍ଭ କରିଦିଏ। କହେକି ଅନୁଜକୁ ବ୍ୟସ୍ତ ହୁଅନ୍ତୁନି, ଆଜି ପରଠୁ ଆଉ କଷ୍ଟ ହେବନି, ତମେ ଚିରନିଦ୍ରାରେ ଶୋଇଯିବ। ଦେଖ ମୋ ହାତରେ କ'ଣ ଅଛି, ଏବେ ତମ ନିଦ ମେଡ଼ିସିନ। ତମକୁ ଚିରନିଦ୍ରାରେ ଶୋଇଦେବା ପାଇଁ ମ୍ୟାଡ଼ାମ ମୋତେ ବହୁତ ଟଙ୍କା ଦେଇଛନ୍ତି। ଆଉ ତମ କାମ ହେଇଗଲା ପରେ ମ୍ୟାଡ଼ାମ ମୋତେ ବହୁତ ଆହୁରି ଟଙ୍କା ଦେବେ। ତାପରେ ମୋତେ ଆଉ ଏଇ ହସ୍ପିଟାଲରେ କାମ କରିବାକୁ ପଡ଼ିବନି। ଜାଣିବାକୁ ଚାହୁଁଛନ୍ତି ନା କେଉଁ ମ୍ୟାଡ଼ାମ? ସେ ରୁହି। କିନ୍ତୁ ହଁ, ତମେ ଯିବା ଆଗରୁ ଗୋଟେ ଛୋଟ ଉପକାର କରିଦେଇକି ଯାଅ। ତମର ଗୋଟେ ଛୋଟ ଦସ୍ତଖତ ନିହାତି ଦରକାର। ନିଅ ଦସ୍ତଖତ କରିଦିଅ। ଏମିତି କହି ଜୋର ଜବରଦସ୍ତ ଦସ୍ତଖତ ନେଇ ଆସନ୍ତି ଅନୁଜଙ୍କ ଠାରୁ ନର୍ସ। ତାପରେ ଏପଟେ ଯଶୋଦା କହନ୍ତି କି ସେ ନର୍ସ ଗଲା କୁଆଡ଼େ? ମୁଁ ତାକୁ ଚାରିଆଡ଼େ ଖୋଜି ସାରିଲିଣି। ସେ ଦେବୀ ମା, ସେ ଯେଉଁ ଲୋକକୁ ମାରିବାକୁ ଯାଉଥିଲା ତମେ ତାକୁ ବଞ୍ଚେଇ ଦିଅ। ସେ ଲୋକର ଯେମିତି କିଛି ବି ନ ହଉ। ଏପଟେ ନର୍ସ ସେ ପଏଜନକୁ ଅନୁଜଙ୍କ ସାଲାଇନରେ ଦେଇଦିଏ। ତାପରେ ଯଶୋଦା ଆସିଯାଆନ୍ତି ଆଉ ତାଙ୍କ ଲୁଗାର କାନି ଟିକେ ଲାଗିଯାଏ। ଆଉ ତାପରେ ସିଧା ନର୍ସଙ୍କ ଉପରେ ନଜର ପଡ଼େ କି ନର୍ସ ସେ ଟାଇମରେ କ'ଣ କରୁଛି। ଯଶୋଦା ଉପରେ ନଜର ପଡ଼ିଯାଏ ନର୍ସଙ୍କର। ଯଶୋଦା ସିଧା ଆସି ଅନୁଜଙ୍କ ଦେହରୁ ସେ ପଏଜନ ସାଲାଇନକୁ କାଢ଼ି ଦିଅନ୍ତି। ଆଉ ନର୍ସ କହନ୍ତି କି ତମେ ଏ କ'ଣ କଲ? ତମେ ଏ କ'ଣ କଲ? ତାପରେ ଯଶୋଦା ନର୍ସର ତଣ୍ଟିରେ ହାତ ଦେଇ କହିବେ କି ତୁ ଟଙ୍କା ନେଇ ମଣିଷକୁ ମାରିବାକୁ ଚାହୁଁଛୁ? କହ, ତତେ କିଏ ପଠେଇଛି କହ? ଠିକ୍ ସେତିକିବେଳେ କାମିନୀ ଆଉ ଡକ୍ଟର ଆସିଯାଆନ୍ତି। ଆଉ ଦେଖନ୍ତି କି ଯଶୋଦା ନର୍ସଙ୍କ ତଣ୍ଟିରେ ହାତ ଦେଇ ମାରିବାକୁ ଚେଷ୍ଟା କରନ୍ତି। ଆଉ ଠିକ୍ ସେତିକିବେଳେ ନର୍ସ ସେତିକିବେଳେ ଯଶୋଦାଙ୍କୁ ଠେଲି ଦେଇ ଏପଟେ ଚାଲିଯାଏ। ଆଉ ଯଶୋଦା କହନ୍ତି କି ଏଇ ରହ, ଆରେ ରହ ପରା କହୁଛି, ଏଇ ରହ। ତାପରେ ଡକ୍ଟର କହିବେ କି ଯଶୋଦା ମ୍ୟାଡ଼ାମ ଆପଣ ଏଠି। ତାପରେ ଯଶୋଦା କହିବେ ଆପଣ ମୋ କଥା ଛାଡ଼ନ୍ତୁ, ଯାଇକି ଦେଖନ୍ତୁ ସେ ନର୍ସ କୁଆଡ଼େ ଗଲା। ସେ ୟାଙ୍କୁ ପଏଜନ ଦେଇ ମାରିବାକୁ ଚେଷ୍ଟା କରୁଥିଲା। ତାପରେ ଡକ୍ଟର କହିବେ କି ପଏଜନ। ତାପରେ ଯଶୋଦାଙ୍କର ଅନୁଜଙ୍କ ଉପରେ ଟିକେ ନଜର ପଡ଼ିଯାଏ। ଅନୁଜଙ୍କ ଉପରେ ନଜର ପଡ଼ିକି ଦେଖନ୍ତି କି ସେ ହେଉଛି ଚିକିର ବାପା। କହନ୍ତି କି ଆରେ ଇଏ ତ ଦୁର୍ଗାର ବାପା। ମାନେ ୟାଙ୍କୁ ନିଶ୍ଚୟ ସେ ରୁହି ମାରିବାକୁ ଚାହୁଁଥିଲା। ତାପରେ ଡକ୍ଟର ଅନୁଜକୁ ଚେକ୍ କରନ୍ତି ଆଉ କହନ୍ତି କି ଡକ୍ଟର ଚେକ୍ କରିକି ପୁଣି ଅନ୍ୟ ଡକ୍ଟରକୁ ଡାକନ୍ତି। ଡକ୍ଟର ଆଉ ସିଷ୍ଟର ଜଲ୍ଦି ପେସେଣ୍ଟକୁ ଚେକ୍ କର। ଡକ୍ଟର ଚେକ୍ କରନ୍ତି ଆଉ କହନ୍ତି କି ମ୍ୟାଡ଼ାମ ଏଭ୍ରିଥିଙ୍ଗ ଇଜ୍ ନର୍ମାଲ। ତାପରେ ଡକ୍ଟର କହନ୍ତି କି ବ୍ୟସ୍ତ ହେବାର କିଛି ନାହିଁ, ସେ ପୁରାପୁରି ଠିକ୍ ଅଛି। ତାପରେ କାମିନୀଙ୍କର ନଜର ଯଶୋଦାଙ୍କ ମୁଣ୍ଡ ଉପରେ ପଡ଼େ। ଦେଖି ଯଶୋଦାଙ୍କ ମୁଣ୍ଡରୁ ବହୁତ ସାରା ବ୍ଲଡ଼ ବହୁଥିବାରୁ କାମିନୀ ଦେଖି ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଡକ୍ଟର ତାଙ୍କ ରିପୋର୍ଟ ଜଣେଇ ସାରିଲା ପରେ ସବୁ ଓକେ ଅଛି ବୋଲି ଯଶୋଦା ସେ କ୍ୟାବିନରୁ ବାହାରି ଯାଆନ୍ତି। ଆଉ ଠିକ୍ ସେତେବେଳେ ଗଲାବେଳେ କାମିନୀ ଯଶୋଦାଙ୍କ ହାତକୁ ଧରି ପକାନ୍ତି ଆଉ କହନ୍ତି କି ମୋ ସହିତ ଆସ। ଆଉ ତାପରେ କାମିନୀ ଯଶୋଦାଙ୍କୁ ତାଙ୍କ ପାଖରେ ବସାନ୍ତି, ତାଙ୍କ ମୁଣ୍ଡରେ ପଟି ପକାନ୍ତି। ଆଉ ଯଶୋଦାଙ୍କର ବାରମ୍ବାର ସେଇ ଅତୀତ କାମିନୀଙ୍କ ସ୍ପର୍ଶରେ ବାରମ୍ବାର ତାଙ୍କ ଅତୀତ ମନେ ପଡ଼ିଯାଏ। ଆଉ କାମିନୀ ତାଙ୍କ ମୁଣ୍ଡରୁ ପଟି ପକାଇ ସାରିଲା ପରେ କହନ୍ତି କି ବାସ୍ ହେଇଗଲା, ଆଉ ତତେ କଷ୍ଟ ହେବନି। ଠିକ୍ କାମିନୀର ସ୍ପର୍ଶରେ ପୁଣି ଯଶୋଦାଙ୍କର ସେଇ ଅତୀତ ପୁଣି ମନେ ପଡ଼ିଯାଏ। ଆଉ କାମିନୀଙ୍କ ହାତକୁ ଧରିକି କହନ୍ତି କି ଯଶୋଦା ମା ବୋଲି ଡାକି ଦିଅନ୍ତି। ଆଉ କାମିନୀ ଆଶ୍ଚର୍ଯ୍ୟ ହୋଇକି ଯଶୋଦାଙ୍କୁ ଅନାନ୍ତି। ଯଶୋଦାଙ୍କର ବାରମ୍ବାର ସେଇ ଅତୀତ ମନେ ପଡ଼ିଯାଏ। ଯଶୋଦା କାମିନୀକୁ ମା ବୋଲି ଡାକି ଦେଇକି ପୁଣି ଆଶ୍ଚର୍ଯ୍ୟ ହୋଇକି ପୁଣି ହାତକୁ ଛାଡ଼ିକି କହନ୍ତି କି ନାଇଁ, ମାନେ ପାଟିରୁ ଭୁଲରେ ବାହାରିଗଲା, ସରି। ପୁଣି ଡକ୍ଟରକୁ କହନ୍ତି କି ଡକ୍ଟର ସିକ୍ୟୁରିଟି ଟାଇଟ୍ କରନ୍ତୁ ଆଉ ୟାଙ୍କର ଟିକେ ଧ୍ୟାନ ରଖନ୍ତୁ। ନିଶ୍ଚୟ ୟାଙ୍କର କେହି ଶତ୍ରୁ ଅଛନ୍ତି ଯିଏକି ୟାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି। ଡକ୍ଟର କହନ୍ତି କି ନାଇଁ ମ୍ୟାଡ଼ାମ, ସେମିତି ଏଠି କେହି ନାହାନ୍ତି। ତାପରେ ଯଶୋଦା କହିବେ କି ତାହେଲେ ମୁଁ କ'ଣ ମିଛ କହୁଛି? ତାପରେ ଯଶୋଦାଙ୍କୁ ଅନୁଜ ଦେଖି କହନ୍ତି କି ୟାଙ୍କ ସହିତ ରହୁଛି, ୟାଙ୍କ ଝିଅ ହେଇକି। ତା ମାନେ ଇଏ ମୋ ଚିକିକୁ ବଞ୍ଚେଇଛନ୍ତି। ହେଲେ ୟାଙ୍କୁ ଦେଖିଲେ ମୋତେ କାହିଁକି ଆପଣାର ଲାଗୁଛନ୍ତି। ଯେମିତି ୟାଙ୍କ ସହିତ ମୋର ବହୁତ ପୁରୁଣା ସମ୍ପର୍କ ଅଛି, ଯେମିତି ଇଏ ମୋର ଅତି ଆପଣାର, ଭାରି ନିଜର ଲାଗନ୍ତି। ତାପରେ ଡକ୍ଟର
ଯଶୋଦାଙ୍କୁ କହନ୍ତି କି ଦେଖନ୍ତୁ ମ୍ୟାଡ଼ାମ୍, ଆମ ହସ୍ପିଟାଲ ଗୋଟେ ବହୁତ ବଡ଼ ରେପୁଟେଡ୍ ଅଛି ଏଠି ସେମିତି କିଛି ହେଇପାରିବନି। ତାପରେ ଯଶୋଦା କହିବେ ଆପଣ ମୋ କଥାକୁ କାହିଁକି ବିଶ୍ୱାସ କରୁନାହାନ୍ତି? ଦେଖ ସେ ପେପର ଏଇଠି କେଉଁଠି ପଡ଼ିଥିବ। ସେ ନର୍ସ ୟାଙ୍କଠାରୁ ସିଗ୍ନେଚର ଜବରଦସ୍ତ କରି ନେଉଥିଲା। ତାପରେ ଯଶୋଦା କହିବା ଅନୁସାରେ କାମିନୀ ନଜର ପକାନ୍ତି ସେ ପେପର ସେଇଠି ହିଁ ପଡ଼ିଛି, ପ୍ରପର୍ଟି ପେପର।